ଅବଶ୍ୟ ଏ ଜିନିଷର ପରମ୍ପରା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ବନିବା ଦିନ ଠାରୁ ଇଏ ଗୋଟେ ପରମ୍ପରା ହେଇସାରିଲାଣି। କିନ୍ତୁ ପାର୍ଲାମେଣ୍ଟ ଭିତରକୁ ଯାହାକୁ ଆମେ ଅନପାର୍ଲାମେଣ୍ଟାରୀ କହୁ ସେ କଥା ପଶିଗଲାଣି ଏବଂ ଯୋଉ ବାଟରେ ଯୋଉ ଭାବରେ ଯୋଉ ଭଙ୍ଗୀରେ ଅମିତ ଶାହା ହାତ ହଲେଇ କହୁଛନ୍ତି କାଟିଦିଅ କାଟିଦିଅ କାଟିଦିଅ, ମାନେ ବାଚସ୍ପତିଙ୍କୁ ସେ ନିର୍ଦ୍ଦେଶ ଦଉଛନ୍ତି ଏଇଟା କାଟିକି ଉଡେଇ ଦିଅ। ଆଜି ବାଚସ୍ପତି ତାଙ୍କ ଅଧୀନରେ ଯାହା ଆହୁରି ପାର୍ଲାମେଣ୍ଟାରୀ ହେଇଗଲା, ଯୋଉ କଥାଟା ପାର୍ଲାମେଣ୍ଟରେ ଆହୁରି ସିଦ୍ଧ କରିଦେଲେ ଅମିତ ଶାହା ଯେ ଜଣେ ମନ୍ତ୍ରୀଙ୍କ ଅଧୀନସ୍ଥ ହେଉଛନ୍ତି ବାଚସ୍ପତି। ଆସିବା ବିଷୟବସ୍ତୁକୁ, ଯେତେବେଳେ ରାଜନୀତି ଦିଶାହୀନ ହୋଇଯାଏ, ଯେତେବେଳେ ରାଜନୀତି ଅନ୍ତସାର ଶୂନ୍ୟ ହୋଇଯାଏ, ଯେତେବେଳେ ରାଜନୀତିରେ କିଛି ଲକ୍ଷ୍ୟ ନଥାଏ, କିଛି ଉଦ୍ଦେଶ୍ୟ ନଥାଏ, ସରକାରୀ ଦଳ କ'ଣ କହିବାକୁ ଚାହୁଁଛନ୍ତି, ସେମାନଙ୍କର ଆଭିମୁଖ୍ୟ କ'ଣ, ସେମାନଙ୍କର ଯୋଜନା କ'ଣ, ଏ କଥାକୁ ଉପସ୍ଥାପନ କରିପାରନ୍ତି ନାହିଁ, ସେତେବେଳେ ଯାହା ଘଟେ ତାହା ହିଁ ଘଟୁଛି। ବର୍ତ୍ତମାନ ସମୟରେ ରାହୁଲ ଗାନ୍ଧୀ ବର୍ଲିନ ଯିବେ, ଜର୍ମାନ ଯିବେ। ସବୁଠାରୁ ବଡ଼ ଚିନ୍ତା ଭାରତୀୟ ଜନତା ପାର୍ଟିର ଯେତେବେଳେ ସଂସଦ ଚାଲିଛି, ସଂସଦର ଶୀତ ଅଧିବେଶନ ଚାଲିଛି, ସେତେବେଳେ LOP ଲିଡର ଅଫ ଅପୋଜିସନ କାହିଁକି ଜର୍ମାନ ଯାଉଛନ୍ତି, କାହିଁକି ବର୍ଲିନ ଯାଉଛନ୍ତି। କିନ୍ତୁ ଆମେ ଲଗାତାର ଭାବରେ ଯୋଉ ତର୍କ ଯୋଉ ଡିବେଟ ପାର୍ଲାମେଣ୍ଟ ଦେଖିଲୁ, ଶାସକ ଦଳ ଚାହିଁବା ଦରକାର ଯେ ବିରୋଧୀ ଦଳ ନେତା ଗୃହକୁ ଆସନ୍ତୁ ନାହିଁ ବା ନ ଆସନ୍ତୁ, କାରଣ ଶାସକ ଦଳର ଯୋଉ ଆଭିମୁଖ୍ୟ ସଂସଦ ପ୍ରତି ତାକୁ ଦେଖିଲେ ଯେ କେହି ଠଉରେ ନେବ ଯେ ଏମାନେ ଖୁସି ହେବା କଥା। ରାହୁଲ ଗାନ୍ଧୀ ଯଦି ଆବସେଣ୍ଟ ହେଇଯାଉଛନ୍ତି ତେବେ ଆବସେଣ୍ଟ ହେଇଯାଆନ୍ତୁ, ଆମକୁ ଆମ କାମ କରିବା ପାଇଁ ଆହୁରି ସହଜ ଆଉ ସୁବିଧାଜନକ ହେବ।